ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି। ମୋ ମନ କଥାର 119ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। କମନୱେଲ୍ଥ ଗେମ୍ 23ତମ କମନୱେଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯାହା ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ସହରରେ ଚାଲୁଥିଲା, ତାହା ଆଜି ଅର୍ଥାତ୍ ଅଗଷ୍ଟ 2ରେ ଉଦ୍ଯାପିତ ହୋଇଯାଇଛି। ଏହି ଖେଳ 23 ଜୁଲାଇରୁ ଆରମ୍ଭ ହୋଇଥିଲା ଏବଂ ଆଜି ଅଗଷ୍ଟ 2ରେ ତାହା ଉଦ୍ଯାପିତ ହୋଇଯାଇଛି। ଏବଂ ଏହାର ଯେଉଁ ପରବର୍ତ୍ତୀ ସଂସ୍କରଣ ହେବ କମନୱେଲ୍ଥ ଗେମ୍ସର, ତାହା ଭାରତର ଅହମ୍ମଦାବାଦରେ ହେବା ପାଇଁ ସ୍ଥିର ହୋଇଛି। ଏଣୁ ଅହମ୍ମଦାବାଦର ଅଥରିଟିକୁ ଯେଉଁ ପତାକା କମନୱେଲ୍ଥ ଗେମ୍ସର ତାହା ଦେଇ ଦିଆଯାଇଛି। ଏଣୁ ଆମେ 2030 ଯାହା କମନୱେଲ୍ଥ ଗେମ୍ସର 100 ବର୍ଷ ପୂର୍ଣ୍ଣ ହେବ, ସେହି ଗେମ୍ସକୁ ଆମେ ଭାରତର ଗୁଜରାଟ ପ୍ରଦେଶର ଅହମ୍ମଦାବାଦ ସହରରେ ଦେଖିବାକୁ ପାଇବା। ଏବେ ଆସନ୍ତୁ, ଆମେ କମନୱେଲ୍ଥ ଗେମ୍ ଯେତେବେଳେ ଉଦ୍ଯାପିତ ହୋଇଯାଇଛି, ଶେଷ ମେଡାଲ ଟାଲି ଏବଂ ଅନ୍ୟାନ୍ୟ ବିଷୟକୁ ନେଇ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଯିବା। ଆମର ପ୍ରଥମ ପ୍ରଶ୍ନ ମୋର ରହିଲା ଯେ ଏଥର ଯେଉଁ କମନୱେଲ୍ଥ ଗେମ୍ସ ହେଲା, ଏହା ସବୁଠାରୁ ଶୀର୍ଷରେ ପଦକ ତାଲିକାରେ କିଏ ରହିଛି? ସବୁଠାରୁ ଶୀର୍ଷରେ ପଦକ ତାଲିକାରେ କିଏ ରହିଛି? ଆମେ ଜାଣୁ ଅଷ୍ଟ୍ରେଲିଆ ସବୁବେଳେ ଭଲ କରେ। ଏଥର ମଧ୍ୟ ଅଷ୍ଟ୍ରେଲିଆ ପଦକ ତାଲିକାରେ 163ଟି ପଦକ ପାଇ ଶୀର୍ଷରେ ରହିଛି। 68ଟି ସ୍ୱର୍ଣ୍ଣ, 41ଟି ରୌପ୍ୟ ଏବଂ 54ଟି ବ୍ରୋଞ୍ଜ ପଦକ ପାଇ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ତା ତଳକୁ ରହିଛନ୍ତି ଇଂଲଣ୍ଡ ମୋଟ 106ଟି ପଦକ ପାଇଛି। ତା ତଳକୁ ରହିଛନ୍ତି କାନାଡ଼ା, ସେ 59ଟି ପଦକ ପାଇଛି। ଏହିପରି ଭାବରେ ଆମର ପ୍ରଶ୍ନ ଯାହା ଥିଲା, ଅଷ୍ଟ୍ରେଲିଆ ସବୁଠୁ ପଦକ ତାଲିକାରେ ଏବର୍ଷ କମନୱେଲ୍ଥ ଗେମ୍ସରେ ଶୀର୍ଷରେ ରହିଛି। ଆମର ଦ୍ୱିତୀୟ ପ୍ରଶ୍ନ ହେଉଛି ଯେ ଭାରତ ଏହି ପଦକ ତାଲିକାରେ କେଉଁ ସ୍ଥାନରେ ରହିଛି ଏବଂ ଭାରତ ମୋଟ କେତୋଟି ପଦକ ପାଇଛି? ଏଥିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏଥିରେ ଭାରତ କାନାଡ଼ା ତଳକୁ, କାନାଡ଼ା ତୃତୀୟ, ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏଥିରେ ଭାରତ 13ଟି ଗୋଲ୍ଡ, 17ଟି ସିଲଭର ଏବଂ 9ଟି ବ୍ରୋଞ୍ଜ, ଏମିତି ନେଇ 39ଟି ପଦକ ଭାରତ ଏଥିରେ ପାଇଛି। ଭାରତର ପଦକ ସଂଖ୍ୟା ଆହୁରି ବେଶୀ ହେଇଥାନ୍ତା, କାରଣ ଭାରତ ଯେଉଁ ସବୁ ଗେମ୍ରେ ଭଲ କରେ, ଯେମିତି ସୁଟିଂ ହେଲା, ରେସଲିଂ ହେଲା, ବ୍ୟାଡମିଣ୍ଟନ ହେଲା, ହକି ହେଲା, ଏସବୁ ଖେଳ ଏବର୍ଷ ଯେହେତୁ କମନୱେଲ୍ଥ ଗେମ୍ସରେ ଇନକ୍ଲୁଡ୍ ନଥିଲା, ଭାରତର ପଦକ ସଂଖ୍ୟା କମିଯାଇଛି। ନହେଲେ ଭାରତର ପଦକ 39ରୁ ବହୁତ ବେଶୀ ହେଇଥାନ୍ତା, କାରଣ ଭାରତ ରେସଲିଂରେ ଭଲ କରେ, ସୁଟିଂରେ ଭଲ କରେ, ହକିରେ ଭଲ କରେ। ଇଏ ହେଲା ଆମର ଭାରତ କେଉଁ ସ୍ଥାନରେ ଅଛି? ଚତୁର୍ଥ ସ୍ଥାନରେ 39ଟି ପଦକ ନେଇକରି ଅଛି। ଆମର ତୃତୀୟ ପ୍ରଶ୍ନ ହେଉଛି 2026ରେ କେଉଁ ବିଭାଗରେ, ଏଇ ଯେଉଁ ଏଥର ଯେଉଁ ଅଲିମ୍ପିକ୍ ଗଲା, କେଉଁ ବିଭାଗରେ ଭାରତ ସବୁଠାରୁ ଅଧିକା ପଦକ ହାସଲ କରିଛି? ସେ ହେଉଛି ବକ୍ସିଂ, ମୁଷ୍ଟିଯୁଦ୍ଧ ଯାହାକୁ କହନ୍ତି। ବକ୍ସିଂରେ ଭାରତ 10ଟି ପାଇଛି ପଦକ, 7ଟି ଗୋଲ୍ଡ, 3ଟି ସିଲଭର, ଏମିତି 7ଟି ମେଡାଲ ଭାରତ ପାଇଛି 2026ରେ। ଆଚ୍ଛା, ଆମର ଆଉ ଏକ ପ୍ରଶ୍ନ ଆମେ କରିବା ଯେ ଗୋଟିଏ ଏମିତି କମନୱେଲ୍ଥ ଗେମ୍ସ ହେଇଥିଲା ଯେଉଁ ଗେମ୍ସକୁ ଭାରତ ବୟକଟ୍ କରିଥିଲା। ଏମିତି ଗୋଟିଏ କମନୱେଲ୍ଥ ଗେମ୍ସ ହେଇଥିଲା ଯାହାକୁ ଭାରତ ବୟକଟ୍ କରିଥିଲା। ସେଇଟା ହେଉଛି 1986 ମସିହାରେ ଭାରତ ଏହି ଗେମ୍କୁ ବୟକଟ୍ କରିଥିଲା। ଏ ଗେମ୍ ୱେଲ୍ସ ଠାରେ ହେଉଥିଲା। ଆକୁ ବୟକଟ୍ ଏଇଥିପାଇଁ କରିଥିଲା ଯେ ସେତେବେଳେ ଯେଉଁ ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟ ନୀତି ଥିଲା, ବର୍ଣ୍ଣ ବୈଷମ୍ୟ ନୀତି ବିରୁଦ୍ଧରେ କୌଣସି ପ୍ରକାର
କଠୋର କାର୍ଯ୍ୟାନୁଷ୍ଠାନ ଯେହେତୁ ନିଆ ହେଉନଥିଲା, ଏଣୁ ସେମାନେ ବର୍ଣ୍ଣବୈଷମ୍ୟ ନୀତି ଯେଉଁ ସାଉଥ ଆଫ୍ରିକାର ଥିଲା, ଦକ୍ଷିଣ ଆଫ୍ରିକା, ତାକୁ ବିରୋଧ କରିକିରି ସେଥିରେ ପ୍ରାୟ ବହୁ ଦେଶ ଭାଗ ନେଇନଥିଲେ, ବହୁ ଦେଶ ସେଥିରୁ ଓହରି ଯାଇଥିଲେ। ଏଣୁ ଭାରତ 1986 ମସିହାରେ ଏହି କମନୱେଲ୍ଥ ଗେମ୍କୁ ବୟକଟ୍ କରିଥିଲା। ଆଚ୍ଛା, ଆଉ ଏକ ପ୍ରଶ୍ନ ଆମେ କରିବା, ଯେଉଁଟା 5ମ ନମ୍ବର ପ୍ରଶ୍ନ। ପାରା ଗେମ୍ସ, ଆମେ ଜାଣିଛୁ ପାରା ଗେମ୍ସ କମନୱେଲ୍ଥ ଗେମ୍ସରେ ଇନକ୍ଲୁଡ୍ ହେଇକରି ଅଛି। ସେ ପଦକ ତାଲିକାରେ ଯାହା ସବୁ ପଦକ ତାଲିକା ଆମେ କହିଲେ, ସେଥିରେ ପାରା ଗେମ୍ସର ମଧ୍ୟ ପଦକ ଅଛି। ତେବେ ଏଇ ଯେଉଁ 2026ରେ ଗେମ୍ସ ହେଇଥିଲା, ସେଥିରେ ଭାରତର ପାରା ଗେମ୍ସ ଖେଳାଳିମାନେ, ଆଥଲେଟ୍ସ ମାନେ କ'ଣ ପ୍ରଦର୍ଶନ କରିଥିଲେ? ଏଥର ପାରା ଆଥଲେଟିକ୍ସ ମାନେ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିକିରି 3ଟି ଗୋଲ୍ଡ, 2ଟି ସିଲଭର, 2ଟି ବ୍ରୋଞ୍ଜ ପାଇକି ପଦକ ତାଲିକାରେ ଭାରତର ସ୍ଥାନକୁ ଉପରକୁ ନେଇପାରିଥିଲେ। ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନ ହେଉଛି ଯେ ଭାରତର କେଉଁ ଆଥଲେଟ୍ ସବୁଠାରୁ ବେଶୀ ପଦକ କମନୱେଲ୍ଥ ଗେମ୍ସରେ ହାସଲ କରିଛନ୍ତି? ସବୁଠାରୁ କେଉଁ ଆଥଲେଟ୍? ସେ ହେଉଛନ୍ତି ସୁଟିଂରେ, ବନ୍ଧୁକ ଚାଳନାରେ ଯଶପାଲ ରାଣା। ସେ ଯଶପାଲ ରାଣା ସବୁଠୁ ବେଶୀ ପଦକ ହାସଲ କରିଛନ୍ତି। ସେ କ'ଣ? ସେ 9ଟି ସ୍ୱର୍ଣ୍ଣ, 4ଟି ରୌପ୍ୟ, 2ଟି ବ୍ରୋଞ୍ଜ, ଏମିତି 15ଟି ସେ ପଦକ ହାସଲ କରି ସର୍ବୋଚ୍ଚ ସ୍ଥାନରେ କମନୱେଲ୍ଥ ଗେମ୍ସରେ ଭାରତ ପକ୍ଷରୁ ରହିଛନ୍ତି, ଅଧିକ ପଦକ ପାଇଛନ୍ତି। ସେ 4 ଥର ବି ଅଂଶଗ୍ରହଣ କରିଥିଲେ। ସେ 1994, 98, 2002, 2006ରେ ସେ 4 ଥର ଅଂଶଗ୍ରହଣ କରିଥିଲେ ଏବଂ ସେହି ହିସାବରେ ସେ 15ଟି ମେଡାଲ ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି। ଆମର ଆଉ ଗୋଟିଏ ପ୍ରଶ୍ନ ହେଉଛି ଯେ ଏଥର ଆମେ ଦେଖିଲେ ଗ୍ଲାସଗୋରେ ହେଉଥିଲା ସ୍କଟଲ୍ୟାଣ୍ଡର କମନୱେଲ୍ଥ ଗେମ୍ସ, କିନ୍ତୁ ପ୍ରଥମେ କମନୱେଲ୍ଥ ଗେମ୍ସ ଗ୍ଲାସଗୋରେ ସ୍କଟଲ୍ୟାଣ୍ଡରେ ହେବାର ନଥିଲା। ଏ କେଉଁ ଦେଶରେ ହେବାର ଥିଲା? ଇଏ ହେଉଛି ହେବାର ଥିଲା ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର ଥିଲା। ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର ଥିଲା, କିନ୍ତୁ ସେମାନେ ତାଙ୍କର ଅର୍ଥନୈତିକ ଅବସ୍ଥା ଏବଂ ସେମାନେ 5-6ଟି ସହରରେ 5ଟି ସହରରେ ୟାକୁ ଅର୍ଗାନାଇଜ କରିବାକୁ ଚାହିଁଲେ, ଯାହାକି ବ୍ୟୟବହୁଳ ହେଲା। ଏଣୁ ଏହିପରି କାରଣରୁ ଭିକ୍ଟୋରିଆ ଏଥିରେ କମନୱେଲ୍ଥ ଗେମ୍ସ ଯେଉଁ ଆୟୋଜନ କରିବାର ଥିଲା, ସେ ସେଥିରୁ ଓହରିଗଲା। ଏବଂ କମନୱେଲ୍ଥ ଇତିହାସରେ ଗୋଟିଏ ଦେଶ ବା ଗୋଟିଏ ସହର କମନୱେଲ୍ଥ ଗେମ୍ସ ଆୟୋଜନ କରିବା ପାଇଁ ସ୍ଥିର ହୋଇକି ଓହରିଯିବା, ଏଇଟା ପ୍ରଥମ ଘଟଣା। ତାପରେ ତାର କାରଣ ହେଉଛି, ତାପରେ ସେଥିପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ହେଲା। ସ୍କଟଲ୍ୟାଣ୍ଡ ଗ୍ଲାସଗୋ ଯେହେତୁ ଅଳ୍ପ ସମୟ ପାଇଥିଲା ୟାକୁ ଆୟୋଜନ କରିବା ପାଇଁ, ସେ ସେଥିପାଇଁ ମାତ୍ର 10ଟି ଖେଳ ୟା ଭିତରେ ଇନକ୍ଲୁଡ୍ କରିଥିଲେ, ଯାହାର ଇଭେଣ୍ଟ 215 ଥିଲା। ଏଣୁ ଏଇଟା ପ୍ରଥମ ଥର ପାଇଁ ଗୋଟିଏ ଦେଶ ଗୋଟେ ଆୟୋଜନ କରିବା ପାଇଁ ଯେଉଁ ନିଷ୍ପତ୍ତି ହେଇଥିଲା, ତାଥିରୁ ଓହରି ଯାଇଥିଲା। ଅଷ୍ଟ୍ରେଲିଆରୁ ଓହରିକି ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ହେଇଥିଲା 2026ରେ। ଆମର ଆଉ ଗୋଟିଏ ପ୍ରଶ୍ନ ରହିବ। ଏ ପ୍ରଶ୍ନଟି ହେଉଛି ଡେଭିଡ୍ ଡିକ୍ସନ୍ ଆୱାର୍ଡ। ଡେଭିଡ୍ ଡିକ୍ସନ୍ ଆୱାର୍ଡ ଗୋଟିଏ କମନୱେଲ୍ଥ ଗେମ୍ସରେ ଅଛି। ସେ କ'ଣ? ସେ ଆୱାର୍ଡଟା କ'ଣ? ଡେଭିଡ୍ ଡିକ୍ସନ୍ ଆୱାର୍ଡ ହେଉଛି ଯିଏ ଗୋଟିଏ କମନୱେଲ୍ଥ ଗେମ୍ସରେ ସବୁଠୁ ଭଲ ପରଫର୍ମାନ୍ସ କରେ, ଶୃଙ୍ଖଳିତ ଭାବରେ ଖେଳେ, ବନ୍ଧୁତାପୂର୍ଣ୍ଣ ବାତାବରଣ ଭାବରେ ଖେଳେ। ଆମେ ଜାଣୁ ଯେ କମନୱେଲ୍ଥ ଗେମ୍ସ ଗୋଟେ ବନ୍ଧୁତାପୂର୍ଣ୍ଣ ବାତାବରଣକୁ ଗୁରୁତ୍ୱ ଦିଏ। ଏଣୁ ଯେ ଏଇଭଳି ଭାବରେ କେବଳ ଯେ ମେଡାଲ ଅଧିକା ପାଇଥିଲେ ହେବ ନାହିଁ, ସେ ଶୃଙ୍ଖଳିତ ଭାବରେ ଖେଳିଥିବେ, ସେ ବନ୍ଧୁତାପୂର୍ଣ୍ଣ ବାତାବରଣରେ ଖେଳିଥିବେ। ଏସବୁ ମାନେ ବିଶୃଙ୍ଖଳିତ ଆଚରଣ ତାଙ୍କର ନଥିବ।
ए समस्त को नहीं डेविड डिक्सन अवार्ड दिया जाए। तेबे ये डेविड डिक्सन किए? ये डेविड डिक्सन होचंती जड़े ऑस्ट्रेलिया रो खेल प्रशासक तांकर कॉमनवेल्थ गेम को तांकर योगदान को स्वीकार देई एई एवार्ड को 2002 मसीह रे प्रथमे आरंभ करा जायतिला। से एवार्ड तांकर नाम होची डेविड डिक्सन, एणु ए एवार्ड रो नाम होची डेविड डिक्सन एवार्ड। आमे आउ एक प्रश्न को आसीबा जे एथर डेविड डिक्सन एवार्ड किए पाइछंती? एथर डेविड डिक्सन एवार्ड पाइछंती एमा फिनक्योर ऑफ वेल्स। एमा फिनकेयर ऑफ वेल्स से 4टी गोल्ड मेडल पाइछंती स्प्रिंट साइक्लिंग रे, एवं तांकर खेल भी श्रृंखलित थिला। बंधुतापूर्ण वातावरण भाव मध्य से खेली, एणु से 4टी गोल्ड मेडल पाई तांकू एही डेविड डिक्सन एवार्ड पाई मनोनीत करा जाइतिला 2026 कॉमनवेल्थ गेम्स रे। अच्छा, आउ एक प्रश्न होची भारत रु केही डेविड डिक्सन एवार्ड पाइछंती कि कॉमनवेल्थ गेम्स रे? भारत रु जणिए पाइछंती, से होचंती समरेश जंग। समरेश जंग 2006 मसीह रे से 7टी मेडल पाइथिले, 5टी गोल्ड, गोटिए सिल्वर, गोटिए ब्रोंज। एणु भारत रु जणे एही डेविड डिक्सन जणे खेलाड़ी डेविड डिक्सन एवार्ड पाइछंती, से होचंती समरेश जंग। आमर आउ गोटे प्रश्न आमे करिबा जे ए जो खेल कॉमनवेल्थ गेम हैला तांकू किए क्लोज बोली डिक्लेयर कला, जे कहा जाए जे आई क्लोज दिस गेम्स, एमती गोटे कहीकि खेल को क्लोज करा जाए। या किए क्लोज करिसंती ए खेल को? ए खेल को क्लोज करिसंती जे कॉमनवेल्थ स्पोर्ट्स, जे कॉमनवेल्थ गेम विषय बुझाबुझी करती, से कॉमनवेल्थ स्पोर्ट्स रो प्रेसिडेंट जे क्रायस जेनिस से एई खेल को उद्यापन करिसंती, एवं यह द्वारा 23तम कॉमनवेल्थ संस्करण खेल उद्यापित हो जाइछि, एवं पुणी एही खेल 24तम संस्करण जहाँ 100 वर्ष हब कॉमनवेल्थ गेम्स रो, ताहा 2030 रे भारतर अहमदाबाद सहर रे आयोजित हेब। आमर कॉमनवेल्थ गेम्स को नहीं कि ए मोर शेष अध्याय थिला। कॉमनवेल्थ गेम उद्यापित हो जाइछि, एणु ए अध्याय शेष अध्याय। आपण मानक ये अध्याय सबू किपरि लागिला आपनकर मतामत दे जणेबे। जदि भल लागिता लाइक करिवे, शेयर करिवे, सब्सक्राइब करिवे। आज पई एतिकी। नमस्कार। वंदे उत्कल जननी। जय जगन्नाथ।